ଚୋରାବାଲି ଚାଲାଣ ପରେ ଜଗତସିଂହପୁର ପୋଲିସ କବଜାରେ 4 ହାଇୱା ଗୋଟିଏ ଜେସିବି ଜବତ। ଜଗତସିଂହପୁର ଆଳିପିଙ୍ଗଳ ସ୍ଥିତ ଦେବୀ ନଦୀରୁ ଦୈନନ୍ଦିନ ବେଆଇନ ଭାବେ ଚୋରାବାଲି ମାଫିଆ ମାନେ ହଜାର ହଜାର ଟ୍ରିପ୍ ବାଲି ହାଇୱା ସହାୟତାରେ ଜିଲ୍ଲାର କୋଣ ଅନୁକୋଣକୁ ଚାଲାଣ କରି କୋଟି କୋଟି ଟଙ୍କା ଲାଭବାନ ହେଉଥିବା ବେଳେ ରାଜସ୍ୱ ବିଭାଗ ଅଧିକାରୀ ଚୋରାବାଲି ମାଫିଆଙ୍କ ଚୋରାବାଲି ଚାଲାଣରେ ସାମିଲ ହୋଇ ବ୍ୟକ୍ତିଗତ ପାଣ୍ଠି ବୃଦ୍ଧି କରୁଥିବା ବେଳେ ସରକାର ଦୈନନ୍ଦିନ ଲକ୍ଷ ଲକ୍ଷ ଟଙ୍କା ରାଜସ୍ୱ ହରାଉଛନ୍ତି। ଦେବୀ ନଦୀର ପ୍ରକୃତିର ସମ୍ପଦର ସୁରକ୍ଷା ପାଇଁ ଜିଲ୍ଲା ଖଣି ଅଧିକାରୀ ତହସିଲଦାର ସ୍ଥାନୀୟ ପୋଲିସକୁ ରାଜ୍ୟ ସରକାର ନିୟୋଜିତ କରିଛନ୍ତି। ଏହି 3 ବିଭାଗୀୟ ଅଧିକାରୀଙ୍କ ଚୋରାବାଲିଘାଟ ଉପରେ ତୀକ୍ଷ୍ଣ ନଜର ଅଛି। ହେଲେ କିଏ କେତେବେଳେ ଚୋରାବାଲି ମାଫିଆକୁ ଦେବୀ ନଦୀରୁ ବାଲି ଚୋରି କରିବାକୁ ପ୍ରୋତ୍ସାହନ ଯୋଗାଉଛି ଏବଂ କେତେ ଭିତରିଆ କାରବାର ଚାଲିଛି ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଚଳିତ ମାର୍ଚ୍ଚ ମାସ ସୁଦ୍ଧା ସମସ୍ତ ବାଲିଘାଟର ଅବଧି ଶେଷ ହୋଇଛି, ତାହା ପୁନର୍ବାର ରିନ୍ୟୁଆଲ୍ ହୋଇନାହିଁ। କିନ୍ତୁ ଚୋରାବାଲି ମାଫିଆମାନେ ବିଭାଗୀୟ ଅଧିକାରୀଙ୍କୁ ହାତ ବାରିସି କରି ରାତାରାତି ବିଭିନ୍ନ ସ୍ଥାନରେ ପର୍ଯ୍ୟାପ୍ତ ପରିମାଣରେ ବାଲି ବେଆଇନ ଭାବେ ଗଚ୍ଛିତ କରି ଚୋରାରେ ବିକ୍ରି କରୁଥିବା ବେଳେ ଜଗତସିଂହପୁର ପୋଲିସ ବିଶେଷ ସୂତ୍ରରୁ ଖବର ପାଇ ରାତି ଅଧିଆ ଲୋକ ଦେଖାଣିଆ ଚଢ଼ାଉ କରିଛି ଏବଂ ଘଟଣାସ୍ଥଳରୁ ଗୋଟିଏ ଜେସିବି ଏବଂ 4ଟି ହାଇୱା ଜବତ କରିଛି। ଜଗତସିଂହପୁରରୁ ଜ୍ୟୋତିରଞ୍ଜନ ପରିଡ଼ାଙ୍କ ରିପୋର୍ଟ, ଜାଗ୍ରତ ଭାରତ ନ୍ୟୁଜ୍।